ଜାଣିଛ ବଳିଆ ଭାଇ, ମୃତ୍ୟୁ ଅଟଳ ଜାଣି ମଧ୍ୟ ପ୍ରାଣୀ ଏହାକୁ ଟାଳିବାକୁ ଚେଷ୍ଟା କରେ। ଥରେ ଜଙ୍ଗଲରେ ଏକ ଶୁଆକୁ ଦେଖି ଯମରାଜ ହସି ଦେଇଥିଲେ। ଶୁଆ ଭାବିଲା ଯମରାଜ ମତେ ଦେଖି ହସିଲେ ମାନେ ମୋର ମୃତ୍ୟୁ ନିକଟତର। ସେ ତୁରନ୍ତ ଯାଇ ଏହି କଥା ନିଜ ମିତ୍ର ମୋର ବାହନ ଗରୁଡଙ୍କୁ କହିଥିଲା ଏବଂ କହିଲା, ମୋର ଜୀବନ ଆୟୁକୁ ବଢାଇ ଦିଅ, ମତେ ବଞ୍ଚାଇ ଦିଅ ଗରୁଡ ଦେବ। ଗରୁଡ ଦେବ ତାଙ୍କୁ ନିଜ ପିଠିରେ ଶୁଆକୁ 7 ସମୁଦ୍ର ପାର କରି ନେଇ ଏକ ଗୁମ୍ଫା ଭିତରେ ନେଇ ଛାଡି ଦେଇ କହିଲେ, ତୁ ଏଠି କିଛି ଦିନ ରହିଥା, ତା ଭିତରେ ମୁଁ ଯମଦେବତାଙ୍କ ସହ କଥା ହେଉଛି। ଏହା କହି ଗରୁଡ ଦେବ ସେଠାରେ ଉଡି ଯାଇ ଯମଦେବଙ୍କ ପାଖରେ ପହଞ୍ଚି କହିଲେ, ଯମଦେବ, ଆପଣ ମୋ ଶୁଆ ମିତ୍ରକୁ ଦେଖି କାହିଁକି ହସିଥିଲେ? ଯମଦେବ କହିଲେ, ଓ ସେଇ ଶୁଆ, ତାର ମୃତ୍ୟୁ 7 ସମୁଦ୍ର ପାରି ଏକ ଗୁମ୍ଫାରେ ଏକ ବିରାଡି ହାତରେ ଲେଖା ହୋଇଥିଲା। ତାକୁ ଦେଖି ହସିକି ଭାବିଲି ଶୁଆଟା ତ ଏଇଠି ଜଙ୍ଗଲରେ ଅଛି, ତାର 7 ସମୁଦ୍ର ପାର ଗୁମ୍ଫାରେ ମୃତ୍ୟୁ କେମିତି ହୋଇପାରିବ? ଆରେ ଦେଖ, ସେଇ ଶୁଆର ଆତ୍ମା ଆସିଗଲା, ସେ କେମିତି ସେ ଗୁମ୍ଫାରେ ପହଞ୍ଚିଲା? ଗରୁଡ ଦେବ ସେତେବେଳେ କହିଲେ, ମୁଁ